ତୁଳାପଡ଼ାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସାରା ବିଶ୍ୱର ପିତା ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବଜନ୍ତୁଙ୍କ ମାର୍ଗଦର୍ଶକ ତଥା ଜୀବନ ନୌକାର ନାବିକଟିଏ। ସୁପଥ ହେଉ କିମ୍ବା କୁପଥ ହେଉ, ସମସ୍ତ ପଥର ରାସ୍ତା ଦେଖାଉଥିବା ଜଗତର ପ୍ରଭୁ ଈଶ୍ୱର। ସତ୍ୟ ଦ୍ୱାପର ତ୍ରେତୟା କଳି ଚାରି ଯୁଗରେ ଭିନ୍ନ ଭିନ୍ନ ଅବତାର ନେଇ ଯୁଗକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଲିଭାଇଥାନ୍ତି ସମସ୍ତଙ୍କ ପାଇଁ। ଦୈବୀ ଦୁର୍ବିପାକ ହେଉ କିମ୍ବା ରୋଗ ବ୍ୟାଧି ଗ୍ରାସ କରୁ, ସବୁଠାରେ ପ୍ରାଣୀଙ୍କ ମଙ୍ଗଳ ପାଇଁ ଛିଡ଼ା ହୋଇ ରହିଥାନ୍ତି। ତାଙ୍କରି ନିର୍ଦ୍ଦେଶରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ କରୁଥିବା ବେଳେ ତାଙ୍କରି କଳାର ପରଶରେ ତିଆରି ହୋଇଛି ବିରାଟକାୟ ପୃଥିବୀ। ଆଉ ସେହି ପୃଥିବୀର ପରିଚାଳନା ଭାର ନିଜେ ଗମ୍ଭୀର ଭିତରେ ରହି ସମ୍ଭାଳି ନେଇ ଆସୁଥାନ୍ତି। ଆଉ ମନେ ପଡ଼ିଯାଉଥାଏ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦା ସ୍ୱୟଂ ସୁଜାଭ୍ୟାମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ ଦୁଷ୍ମତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଯାହାଙ୍କ ନିର୍ଦ୍ଦେଶରେ ଜୀବଜଗତ ମୁଣ୍ଡ ଟେକି ଠିଆ ହୋଇପାରିଛି, ଯାହାଙ୍କ ଇସାରାରେ ମାଟିରେ ସବୁଜ ବନାନୀରେ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି, ସେହି କେବଳ ଜଗତକର୍ତ୍ତା, ମାଟିର ମହାନାୟକ, ପରମ ପୂଜ୍ୟ ଜଗତର ନାଥ ପ୍ରଭୁ ଜଗନ୍ନାଥ। ସେହି ପ୍ରଭୁ ଜଗନ୍ନାଥଙ୍କ ସହିତ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ 9 ଦିନ ଧରି ମହା ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି। ଜୟ ଜଗନ୍ନାଥ। ମୋ ନାଁ ହେଉଛି ଦେବପ୍ରସାଦ ଷଡ଼ଙ୍ଗୀ। ମୁଁ ବର୍ତ୍ତମାନ ଏହି ପ୍ରତିଷ୍ଠା କର୍ମର ଆଚାର୍ଯ୍ୟ ଭାବରେ ଦାୟିତ୍ୱ ନେଇଛି ଏବଂ ମୋ ପାଖରେ ପ୍ରାୟ 15 ଜଣ ଋତିକ ବ୍ରାହ୍ମଣ ବସିକରି ପୂଜା କର୍ମ କରୁଛନ୍ତି। ଆଜି ହେଉଛି ଅଷ୍ଟମ ଦିବସ। ପ୍ରଥମ ଦିନଠାରୁ ଆମର ଇଏ କଳସ ଯାତ୍ରା ହେଲା। କଳସ ଯାତ୍ରା ପରେ ପରେ ଆମର କ୍ରମାନ୍ୱୟରେ ଯେଉଁଟା ବେଦ ହିସାବରେ ଶାସ୍ତ୍ର ହିସାବରେ ହେବାର କଥା, ଅଙ୍କୁରାରୋପଣ, କାୟା ଶୁଦ୍ଧି, ଯେଉଁଟା ସବୁ କାର୍ଯ୍ୟକ୍ରମ ରହିଛି, ଏସବୁ କାର୍ଯ୍ୟକ୍ରମ ସବୁ ପୁସ୍ତକ ଅନୁସାରେ କରାଯାଇ ଦେବତାମାନଙ୍କର ଗରୁଡ଼ ଅରୁଣ ଏପରି ମନୁଷ୍ୟ ବାମନ ସବୁ ସମସ୍ତ ଦଶ ଦିଗ ବାଳ ନବଗ୍ରହ ଆଦିଙ୍କର ପ୍ରତିଷ୍ଠା କରାଗଲା ଏବଂ କାର୍ଯ୍ୟକ୍ରମ ଖୁବ୍ ସୁରୁଖୁରୁରେ ଚାଲିଛି ଏବଂ ଏଠାରେ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ସେମାନେ ମଧ୍ୟ ବେଶ୍ ସହଯୋଗ କରୁଛନ୍ତି। ଆଉ ଏ କମିଟି ବି ଆମକୁ ବହୁତ ସହଯୋଗ କରୁଛି। ମୁଁ କୌଣସି ପ୍ରକାର ଅସୁବିଧା ହେବାର ସମ୍ମୁଖୀନ କରୁନାହିଁ। ଏକବାରି ବଢ଼ିଆ ଚାଲିଛି ମନ୍ଦିର, ବହୁତ ବଢ଼ିଆ। ଗାଁର ସମସ୍ତେ ସହଯୋଗ। ଏ ଯଜ୍ଞ ଆମର 9 ଦିନାତ୍ମକ ଯଜ୍ଞ। ଏଇଟା ବର୍ତ୍ତମାନ ପ୍ରଥମ ଦିନଠୁ ଆଜି ଅଷ୍ଟମ ଦିନ ଚାଲିଛି। କାଲି ଏ ଯଜ୍ଞର ସମାପ୍ତି ହେବ ଏବଂ ପୂର୍ଣ୍ଣାହୁତି ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ା ଗ୍ରାମରେ ନିର୍ମାଣ ଚାଲିଥିଲା କୋଟି ଓଡ଼ିଆଙ୍କ ଆଦରର ଠାକୁରଙ୍କ ପ୍ରଭୁ ଜଗନ୍ନାଥ ମନ୍ଦିର। ଜଗନ୍ନାଥ ପ୍ରେମୀଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ନିଃସ୍ୱାର୍ଥପର ସହଯୋଗରେ ଏକ ସୁନ୍ଦର ମନୋରମ ପରିବେଶର ଶାନ୍ତ ବାତାବରଣର ପବିତ୍ର ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା। ସେହି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ି ଆଦରର ଠାକୁର ପାଇଁ ଏକ ସୁନ୍ଦର ମନ୍ଦିରଟିଏ ତୁଳାପଡ଼ା ଗ୍ରାମରେ ଶୋଭା ପାଇଥିଲା। ମନ୍ଦିର ନିର୍ମାଣର ଶେଷ ହୋଇଥିବା ଯୋଗୁଁ ଏ ଅଞ୍ଚଳରେ ଏକ ଖୁସିର ବାତାବରଣ ବିଞ୍ଚି ଦେଇଥିଲା। ସେହି ସୁନ୍ଦର ମନ୍ଦିରର ଗମ୍ଭୀର ଭିତରେ କେବେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବିରାଜମାନ ହେବେ, ସେହି ସମୟକୁ ଅପେକ୍ଷା କରି ରହିଥିଲେ। ସମୟକ୍ରମେ ସେହି ଅପେକ୍ଷାର ସମୟ ଅନ୍ତ ଘଟି ପ୍ରଭୁ ତିନିଦିଅଙ୍କ ମନ୍ଦିରରେ ବିରାଜମାନ ହେବା ସମୟ ଆସିଯାଇଛି। ନିର୍ମାଣାଧୀନ ଥିବା ସେହି ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଖୁବ୍ ମହାସମାରୋହରେ ଆଡମ୍ବର ସହକାରେ ଆୟୋଜିତ ହେଉଅଛି। ତୁଳାପଡ଼ା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଧି ବିଧାନ ସହକାରେ ଆୟୋଜିତ ହେଉଥିବା ବେଳେ ଖୁବ୍ ନିକଟରେ ତିନି ଦିଅଙ୍କୁ ପୂଜା କରିବାର ମହାସୁଯୋଗ ପାଇପାରୁଥିବା ଯୋଗୁଁ ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆମର ତୁଳାପଡ଼ା ଗ୍ରାମରେ ଆଜି ସମସ୍ତ ଭକ୍ତଙ୍କର ଭିଡ଼। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ 9 ଦିନାତ୍ମକ ଏହି କାର୍ଯ୍ୟକ୍ରମ ଗତ 25 ମେରୁ ଆରମ୍ଭ ହେଲା
आसंता काली 2 तारिख तार विसर्जन हम और पूर्णाहुति हम यही नवदिनात्मक कार्यक्रम को सफल करने यही अंचल यही ग्रामर अनेक जनसाधारण जगन्नाथ प्रेमी अनेक दिन बहुत योजना कर व्यवस्था कर बहुत बैठक बसती आम समस्ते प्रथम जो शुभ खंभ स्थापन कलु से दिन ठार जोरसोर आमर प्रस्तुति आरंभ है आम पुरी श्रीक्षेत्र जगन्नाथ धाम रु आज्ञामाल आनी तापर कार्यक्रम आरंभ कलु आमर विभिन्न प्रकार यज्ञ आरंभ है। खूब चलचंचल होई उठिथिला तुलापड़ा ग्रामर एही पवित्र स्थानटी ब्राह्मणों मंत्रध्वनि सहित नामयज्ञर पवित्र स्वर सारा अंचल को कबलित कर रखिथिला। बहु आडंबर सहकारे दीर्घ 9 दिन धरी एही मंदिर प्रतिष्ठा उत्सव चलुथिबा जोगु प्रत्येक दिन एठाकु हजार हजार संख्यार श्रद्धालु आसुथिबार देखिबाकू मिलिथिला। प्रत्येक श्रद्धालु भक्त एवं दर्शक मानंकु मंदिर कमिटी तरफरु प्रसाद सेवनर व्यवस्था मध्य कराइथिले। मंदिर प्रतिष्ठा उत्सव रे एक नामयज्ञर पसरा खोला जाइथिबा बेले खूब सुंदर एवं आकर्षणीय भावरे नामयज्ञ परिवेषण करा जाउथिला। नोल्ला ब्लॉक रो तुलापड़ा ग्राम रे प्रतिष्ठा हेउथिबा जगन्नाथ मंदिर ए अंचल पई गौरव आनी देउथिबा बेले ए अंचलवासी मध्य खूब खुशी अनुभव करुथिबा दृश्य देखिबाकू मिलिथिला। मंदिर कमिटी द्वारा एवं अंचलवासी सहयोग एवं प्रभु जगन्नाथ अपार करुणा जोगु खूब शांति श्रृंखलार सहित मंदिर प्रतिष्ठा उत्सव महासमारोह रे आयोजित हो जाइछि। कलाहांडी लय भयंकर रिपोर्ट एबी न्यूज।